ତା ଦେହରୁ ପାଖାପାଖି 1600ରୁ ଉର୍ଦ୍ଧ୍ୱ ଭୁଲ। ଆକାର, ହର୍ଷଇକାର, କମା, ଗୋଟେ ବାଁକୁ ଉଠି ଯାଇଛି ତା ଡାହାଣକୁ ଯିବା କଥା ଏଇ ଧାରାରେ। କିନ୍ତୁ ଆପଣ ଗଣମାଧ୍ୟମରେ ସେଇଟା ପ୍ରକାଶ କଲା। ବହି ତ୍ରୁଟିକୁ ନେଇକି ଏମିତି କରାଗଲା ଯେ ସତ ବହି ସାରା ପଢ଼ିଦେବୁ ସବୁ ଭୁଲଭାଲ ରହିଛି। ଯେ ଯଦି କେଉଁମାନେ ଛୋଟ ପିଲାଙ୍କୁ ପାଠ ପଢ଼େଇବାକୁ ଚାହୁଁଥାନ୍ତି, ଅରୁ ଆସିଲା ବେଳକୁ ଆପଣ ଦେଖନ୍ତୁ ହଠାତ୍ କିନା ପିଲାଟା ଏତିକି ଇଏରେ ବୁଲେଇ ପାରେ ନା, ଅକ୍ଷର ସୁନ୍ଦର ହେଇନା। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଇ କହିବି, ଯେଉଁମାନେ ପ୍ରଥମେ ଗୋଟେ ଗୋଲରୁ ମାନେ ମୁଣ୍ଡୁଳା ଯାହାକୁ କହୁଛନ୍ତି ସେଇଟା ପିଲା ଶିଖେଇଲା ଠ, ମୁଣ୍ଡୁଳା ତଳେ ଗୋଟିଏ ଗାର ଦେଇଦେଲ, ଆଉ ଗୋଟେ ମୁଣ୍ଡୁଳା ହେଲା ବ, ଆଉ ଗୋଟେ ଗାରଟେ ଖାଲି ପକେଇଦେଲେ କ, ପିଲା ବହୁତ ସ୍ପିଡି ଶିଖନ୍ତି। ମୁଁ ଏଇଥିରେ ଶିକ୍ଷାଦାନ ଯେହେତୁ କରୁଛି, ମୁଁ ସାମ୍ବାଦିକ ହିସାବରେ କହୁନି, ମୁଁ ଜଣେ ଟିଚର ହିସାବରେ କହୁଛି, ମୁଁ ପିଲାମାନଙ୍କୁ ଏଇ ଟାଇପ୍ର ପାଠପଢ଼ା ଶିଖେଇକି ଆସିଛି। କିନ୍ତୁ ଆମେ ତ କିଛି ବୁଝିବାକୁ ନାରାଜ ଯେ କ'ଣ ନା ବିଜେପି ବାଲା ଚେଞ୍ଜ କରିଦେଇଛନ୍ତି ଏବଂ ଗଣମାଧ୍ୟମ ସଠିକ ଖବର ଦେଖାଉନି। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଭୁଲ କଥା ଆସୁଥିଲା ସେ ଭୁଲରେ ସେଭଳି କିଛି ଭୁଲ ହେଇନଥିବା କଥା ମନ୍ତ୍ରୀ ମଧ୍ୟ କହୁଛନ୍ତି ଏବଂ ମନ୍ତ୍ରୀ ମଧ୍ୟ ଗଣମାଧ୍ୟମକୁ ଦୋଷ ଦେଉଛନ୍ତି ଯେ ଗଣମାଧ୍ୟମ କ'ଣ ଭୁଲ ଖବର ଦେଖାଉଛି ବୋଲି ଆପଣ ଭାବୁଛନ୍ତି? ବହି ତ୍ରୁଟିକୁ ନେଇକି ଯଦି ମୁଁ ସବୁତକ ଗଣମାଧ୍ୟମର ଖବରକୁ ଅନୁଶୀଳନ କରିବି ଯେ ଅଧିକାଂଶ ଖବର ତ୍ରୁଟିପୂର୍ଣ୍ଣ। ସମସ୍ତେ ଯେତେ କହିଲେ 1700 ଭୁଲ 1700 ଭୁଲ, ସାଧାରଣ ଗାଁ ଲୋକ ଜାଣିଲେ ଇଏ ମିଡ଼ିଆ ବାଲା ଗଣିକି ବାହାର କରିଦେଲେ। ଯାହା ହଉ ଗୋଟା ମିଡ଼ିଆ କେତେ ସଶକ୍ତ ହେଲାଣି। କିନ୍ତୁ ଯିଏ ଜାଣିନି, ପାଠ ଜାଣିଛି, ସିଏ ଜାଣିଛି ଯେ ମିଡ଼ିଆ କିଛି ଗଣିନି। ସେ ଗଭର୍ଣ୍ଣମେଣ୍ଟ ପକ୍ଷରୁ 100 ପୃଷ୍ଠାର ଗୋଟିଏ ଦିଆହେଇଥିଲା ଯେ କେଉଁ ବହିର କେଉଁ ପୃଷ୍ଠାରେ କେଉଁ ଧାଡ଼ିଟା ଭୁଲ ଅଛି। ମୁଁ ନିଜେ ସେ ବହି ଅନୁଶୀଳନ କରିଛି, ସେ ଯେଉଁ ସରକାର ଦେଇଛନ୍ତି। ତା ଦେହରୁ ପାଖାପାଖି 1600ରୁ ଉର୍ଦ୍ଧ୍ୱ ଭୁଲ। ଆକାର, ହର୍ଷଇକାର, କମା, ଗୋଟେ ବାଁକୁ ଉଠି ଯାଇଛି ତା ଡାହାଣକୁ ଯିବା କଥା ଏଇ ଧାରାରେ। କିନ୍ତୁ ଆପଣ ଗଣମାଧ୍ୟମରେ ସେଇଟା ପ୍ରକାଶ କଲା। ବହି ତ୍ରୁଟିକୁ ନେଇକି ଏମିତି କରାଗଲା ଯେ ସତ ବହି ସାରା ପଢ଼ିଦେବୁ ସବୁ ଭୁଲଭାଲ ରହିଛି। ସେମିତି କିଛି ନଥିଲା। ଏକଥା କହିଲେ ଆପଣଙ୍କ ଦର୍ଶକ ବନ୍ଧୁମାନେ ମୋତେ ଗାଳି ମନ୍ଦ ଦେବେ। ଅବଶ୍ୟ ଆପଣ ଗାଳି ଦିଅନ୍ତୁ, ତାଙ୍କର ବି ଭ୍ୟୁ ବଢ଼ୁ। ତେଣୁ ଯେଉଁଟା ସତ୍ୟ, ମୁଁ ଏକଥା କହୁଛି ଯେ ଯେତିକି ଭୁଲକୁ ନେଇକି ତର୍ଜମା କରାହେଉଛି ସେଭଳି କିଛି ଗୋଟା ତ୍ରୁଟି ହେଇନଥିଲା। ପରବର୍ତ୍ତୀ ସମୟରେ ସରକାର କହିଲେ ଯେ ଆମେ କ୍ରାଇମବ୍ରାଞ୍ଚ ତଦନ୍ତ କଲେ, ଅଫିସରଙ୍କୁ ବାନ୍ଧିଲେ, କିଛି ଅଫିସରଙ୍କୁ ଛଟେଇ କଲେ, ପୁଣି ଥରେ ବହି ନୂଆ ଯିବ ବୋଲି କହିଲେ। ତାପରେ ବି ଆମେ ନିତ୍ୟାନନ୍ଦ ଗଣ୍ଡଙ୍କ ପଛରେ ପଡ଼ିଛେ। କାହିଁକି ନା ଯେହେତୁ ମାର୍କେଟ ଚାହୁଁଛି ଯେ ବହି ତ୍ରୁଟିଟା ହାଇଲାଇଟ୍ ହେଉ, ତେଣୁ ସେଇଭଳି ଭାବରେ ଚାଲିଛି। ତେଣୁ ନିକଟରେ ଯେଉଁଟା ଆସିଥିଲା, ଗୋଟା ଯେଉଁ ଛୋଟିଆ ବହିରୁ ର, ଚ, କରୁ ଯେଉଁଟା ଆରମ୍ଭ ହେଇଛି ବୋଲି କୁହାହେଉଛି, ମୁଁ ଆପଣଙ୍କୁ କହିବି ଯେ ଯଦି କେଉଁମାନେ ଛୋଟ ପିଲାଙ୍କୁ ପାଠ ପଢ଼େଇବାକୁ ଚାହୁଁଥାନ୍ତି, ଅରୁ ଆସିଲା ବେଳକୁ ଆପଣ ଦେଖନ୍ତୁ ହଠାତ୍ କିନା ପିଲାଟା ଏତିକି ଇଏରେ ବୁଲେଇ ପାରେ ନା, ଅକ୍ଷର ସୁନ୍ଦର ହେଇନା। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଇ କହିବି, ଯେଉଁମାନେ ପ୍ରଥମେ ଗୋଟେ ଗୋଲରୁ ମାନେ ମୁଣ୍ଡୁଳା ଯାହାକୁ କହୁଛନ୍ତି ସେଇଟା ପିଲା ଶିଖେଇଲା ଠ, ମୁଣ୍ଡୁଳା ତଳେ ଗୋଟିଏ ଗାର ଦେଇଦେଲ, ଆଉ ଗୋଟେ ମୁଣ୍ଡୁଳା ହେଲା ବ, ଆଉ ଗୋଟେ ଗାରଟେ ଖାଲି ପକେଇଦେଲେ କ, ପିଲା ବହୁତ ସ୍ପିଡି ଶିଖନ୍ତି। ମୁଁ ଏଇଥିରେ ଶିକ୍ଷାଦାନ ଯେହେତୁ କରୁଛି, ମୁଁ ସାମ୍ବାଦିକ ହିସାବରେ କହୁନି, ମୁଁ ଜଣେ ଟିଚର ହିସାବରେ କହୁଛି, ମୁଁ ପିଲାମାନଙ୍କୁ ଏଇ ଟାଇପ୍ର ପାଠପଢ଼ା ଶିଖେଇକି ଆସିଛି। ଅକ୍ଷର ସୁନ୍ଦର ସେଥିରେ ହୁଏ। କିନ୍ତୁ ଅ ଆଠୁ ଲେଖିଦେଇକି ପରବର୍ତ୍ତୀ ପୃଷ୍ଠାରେ ବାହାରିଥିଲେ ହେଇଥାନ୍ତା। କିନ୍ତୁ ଆମେ ତ କିଛି ବୁଝିବାକୁ ନାରାଜ ଯେ କ'ଣ ନା ବିଜେପି ବାଲା ଚେଞ୍ଜ କରିଦେଇଛନ୍ତି। ମୁଁ କହିବି ଯେ ସରସ୍ୱତୀ ଶିଶୁ ମନ୍ଦିରରେ ଏଭଳି ଏକ ଫର୍ମାଟ୍ ଥାଏ। ଏଇ ଫର୍ମାଟ୍ରେ ଆମେ ବି ନିଜେ ଅନୁଧ୍ୟାନ କରିଛୁ। ପାଠ ପଢ଼େଇଲେ ଅକ୍ଷର ସୁନ୍ଦର ହୁଏ। ଆଉ ଯଦି ଆମେ ବୁଝିବାକୁ କହିବୁ, କିଏ କହିବ ବିଜେପି ଭକ୍ତ, କିଏ କହିବ ସଂଘ ଭକ୍ତ, କିନ୍ତୁ ଠିକ୍ ତ ଠିକ୍ କହିବା। ତେଣୁ ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ। ଆମେ ଟିକେ ବେଶୀ ଉତ୍ସାହିତ ହେଇଯାଇଛେ। ମୁଁ ତ ଏ କ୍ଷେତ୍ରରେ କହିବି ମନ୍ତ୍ରୀ ସେମିତି କିଛି ଭୁଲ କହିନାହାନ୍ତି।